ୱେଲକମ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍ କନସେପ୍ଟ ଫାୟାର ଓଡ଼ିଶା। ଆପଣମାନେ ବ୍ୟସ୍ତବହୁଳ ହୋଇ ରହିଥିଲେ ଯେ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ତରଫରୁ କେବେ ଆସିବ ଅପଡ଼େଟ୍। କାହିଁକିନା ଯେଟି ରିଲେଟେଡ଼୍ ବହୁତ ପିଲା ପେନିକ୍ ହୋଇ ରହିଥିଲେ। କାହିଁକିନା ଯେହେତୁ ଡକୁମେଣ୍ଟ ଭେରିଫିକେସନ୍ ପାଇଁ 20 ଏବଂ 22 ତାରିଖ ଆସିଥିଲା ବେଳେ କିଛି ଡିଷ୍ଟ୍ରିକ୍ଟରେ ଏହା ପାଇଁ ଆସିଯାଇଛି ଏବଂ ରିଜେକ୍ସନ୍ ଲିଷ୍ଟରେ ଥିବା ପିଲାମାନେ ଯାଇ ଡକୁମେଣ୍ଟ ଭେରିଫିକେସନ୍ରେ ଏବଂ ଯେଉଁମାନେ ଆବସେଣ୍ଟ ଥିଲେ ସେମାନେ ମଧ୍ୟ ଡକୁମେଣ୍ଟ ଭେରିଫିକେସନ୍। ଆସନ୍ତୁ ଦେଖିବା ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ତରଫରୁ 16/7/2024 ମାନେ ଗତକାଲି ଆସିଥିବା ଗୋଟେ ଇମ୍ପୋର୍ଟାଣ୍ଟ ନୋଟିସ୍ ଯେଉଁଥିରେ ଅଛି JTS ରିଲେଟେଡ଼୍ କ୍ୟାଲେଣ୍ଡର। ଦେଖନ୍ତୁ ଆପଣ ଦେଖନ୍ତୁ ରିକ୍ୱାରମେଣ୍ଟ ଅଫ୍ JTS 2023। Madam and sir, in inviting a reference to the subject cited above, I am to say that as per the order dated 18/6/2024 of the Honorable High Court of Odisha in writ of case number batch of cases, the category wise subject selected list and all in respect of all the district for requirement of junior teachers 2023 has been published in the website 10/7/2024 and the office order regarding document verification can has also been published in dated 14/7/2024। 10/7ରେ ଓଡ଼ିଶା ୱେବସାଇଟ୍ରେ କ୍ୟାଟେଗୋରୀ ୱାଇଜ୍ ଆଉ ସବଜେକ୍ଟ ୱାଇଜ୍ ସିଲେକ୍ଟ ଲିଷ୍ଟ ଆସିଛି ଏବଂ 14/7ରେ କ୍ୟାଣ୍ଡିଡେଟ୍ ମାନେ ଭେରିଫିକେସନ୍ କରିବା ପାଇଁ ଡେଟ୍ ଆସିଛି। ଦ କ୍ୟାଣ୍ଡିଡେଟ୍ ସାଲ୍ ସବମିଟ୍ ଦେୟାର ଅରିଜିନାଲ୍ ଡକ୍ୟୁମେଣ୍ଟ and the district is personally for the verification of a document where his name has been placed in category wise selected। ତୁମର ଯେଉଁ ଡିଷ୍ଟ୍ରିକ୍ଟ ଆସି ସେ ଡିଷ୍ଟ୍ରିକ୍ଟ ଯାଇକି ଡକ୍ୟୁମେଣ୍ଟ ଭେରିଫିକେସନ୍ କରିବ ଏବଂ ପୂର୍ବ ଥର ଯେଉଁମାନେ ଅଲରେଡ଼ି ସବମିଟ୍ କରିଛ 20/1/2024 ଏବଂ 21/1/2024 ସେମାନେ ଆଉ need not attend the document verification again at their respective district। ସେମାନେ ଆଉ ଭେରିଫିକେସନ୍ କରିବା ଦରକାର ନାହିଁ, ତାଙ୍କୁ କନସିଡରେସନରେ ନିଆଯିବ। ଦେଖନ୍ତୁ ଏଇଟା ହେଉଛି ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଆଜ୍ ପର୍ ସେକ୍ସନ୍ 8.5 ଗଭର୍ଣ୍ଣମେଣ୍ଟ ଇନ୍ SME ଡିପାର୍ଟମେଣ୍ଟ ରିଜୁଲେସନ୍ ନମ୍ବର ଏତିକି ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ୱିଲ୍ ବି ପ୍ରିପେୟାର୍ଡ ଆଫ୍ଟର ଡକ୍ୟୁମେଣ୍ଟ ଭେରିଫିକେସନ୍ ଅଫ୍ ଦ କ୍ୟାଣ୍ଡିଡେଟ୍। କ'ଣ ନା ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ଡକ୍ୟୁମେଣ୍ଟ ଭେରିଫିକେସନ୍ ପରେ ଆସିବ ଏବଂ ଦେନ୍ ତାପରେ ଅବଜେକ୍ସନ୍ ପାଇଁ କିଛି ଦିଆଯିବ। ତାପରେ ଆସିବ ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ଆଣ୍ଡ ରିଜେକ୍ସନ୍ ଲିଷ୍ଟ ଆସିଲେ କିଛି ଦିନ ପାଇଁ ଆପଣମାନଙ୍କୁ ଦିଆଯିବ କ'ଣ ନା ଅବଜେକ୍ସନ୍ ପାଇଁ। ତାପରେ 8.6ରେ ଅଛି ରିଜୋଲ୍ୟୁସନରେ ନା ଡିଷ୍ଟ୍ରିକ୍ଟ ୱାଇଜ୍ ଫାଇନାଲ୍ ମେରିଟ୍ ଲିଷ୍ଟ ୱିଲ୍ ବି ପବ୍ଲିଶ ଆଣ୍ଡ କନସର୍ନ ଡିଷ୍ଟ୍ରିକ୍ଟ ୱେବସାଇଟ୍ ଆଜ୍ ୱେଲ୍ ଆଜ୍ ୱେବସାଇଟ୍ ଆପଲୋଡ଼ ବାଇ କମ୍ପିଟେଣ୍ଟ ଅଥରିଟି ଯେମିତି CEO ଏବଂ ଜିଲ୍ଲା ପରିଷଦ। ଏବଂ 8.7ରେ ଅଛି କାଉନସେଲିଂ ଅଫ୍ ଦ କ୍ୟାଣ୍ଡିଡେଟ୍ ୱିଲ୍ ବି ହେଲ୍ଡ ଆଟ୍ ଦ ଡିଷ୍ଟ୍ରିକ୍ଟ ଲେବୁଲ୍ ମାନେ କାଉନସେଲିଂଟା ଡିଷ୍ଟ୍ରିକ୍ଟ ଲେବୁଲ୍ ହେବ ଏବଂ ଏଠି ଇମ୍ପୋର୍ଟାଣ୍ଟ ଅଛି ଦେଖନ୍ତୁ କାଉନସେଲିଂଟା ହେବ କ'ଣ ନା ଅନଲାଇନ୍ରେ ହେବ। As the counseling of the candidate will be thought online mode। ଏଇଟା ହେଉଛି ଇମ୍ପୋର୍ଟାଣ୍ଟ। ଆପଣ କାଉନସେଲିଂ ଅନଲାଇନ୍ ମୋଡ଼ ହେବ କେମିତି ହେବ ଦେଖନ୍ତୁ ନା ଫାଷ୍ଟ ସ୍କୁଲ ଭେକେନ୍ସି ଅଫ୍ ଦ ଟିଚର ଲୋକେଟେଡ୍ ଇନ୍ ରୁରାଲ୍ ଏରିଆ ପ୍ରାଇଭେଟ୍ ସିଙ୍ଗଲ ଟିଚର ସ୍କୁଲ ନିଆଯିବ। ଏଠି ଦେଖିପାରୁଥିବେ ଏଇଟା ହେଲା ଫର୍ମାଟ୍ ଅଫ୍ ପ୍ରିପାରେସନ୍ ଅଫ୍ ସ୍କୁଲ ଲିଷ୍ଟ। ସ୍କୁଲ ମାନଙ୍କୁ କେମିତି ଲିଷ୍ଟ ପ୍ରଥମେ ଆସିବ ସିରିଏଲ୍ ନମ୍ବର, ତାପରେ ଡିଷ୍ଟ୍ରିକ୍ଟ ନେମ୍ ଆସିବ ଆପଣ କେଉଁ ଡିଷ୍ଟ୍ରିକ୍ଟରେ ସିଲେକ୍ଟ ହେଇଛନ୍ତି, ପୋଷ୍ଟ କୋଡ଼୍ ଆସିବ 1 କିମ୍ବା 2 ମାନେ କାଟେଗୋରୀ 1 ମାନେ କାଟେଗୋରୀ 2, ନେମ୍ ଅଫ୍ ବ୍ଲକ୍, ନେମ୍ ଅଫ୍ ସ୍କୁଲ, ନମ୍ବର ଅଫ୍ ଭେକାନ୍ସି କେଉଁ ଭେକାନ୍ସିରେ କେଉଁଠି କେତୋଟି ଭେକାନ୍ସି ଅଛି, କେଉଁ ବ୍ଲକରେ କେଉଁ ଡିଷ୍ଟ୍ରିକ୍ଟ, ପ୍ରାୟୋରିଟି ର୍ୟାଙ୍କ ଆପଣ କେଉଁ ପ୍ରାୟୋରିଟିରେ ଦେଇଛନ୍ତି ଏବଂ ତାପରେ ଆସିବ ଫର୍ମାଟ୍ ଅଫ୍ ଲିଷ୍ଟ ଅଫ୍ ଫାଇନାଲ୍ ସିଲେକ୍ଟେଡ୍ ଆପଣ ସେ କିପରି ସିଲେକ୍ଟ ହେଇଛନ୍ତି, ସିରିଏଲ୍ ନମ୍ବର ଦିଆଯିବ, ରୋଲ୍ ନମ୍ବର ଆସିବ, କ୍ୟାଣ୍ଡିଡେଟ୍ର ନେମ୍ ଆସିବ, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ଡେଟ୍ ଅଫ୍ ବାର୍ଥ, ପୋଷ୍ଟ କାଟେଗୋରୀ, ଜେଣ୍ଡର, କ୍ୟାଟେଗୋରୀ ଆସିବ ସୋସିଆଲ୍ କ୍ୟାଟେଗୋରୀ, ସିଲେକ୍ସନ୍ କ୍ୟାଟେଗୋରୀ ଆପଣ ଏଇ ବାରେ ସିଲେକ୍ଟ ହେଇଛନ୍ତି ବା SC ବା ନିଜ କ୍ୟାଟେଗୋରୀରେ ସିଲେକ୍ଟ ହେଇଛନ୍ତି, ମେରିଟ୍ ର୍ୟାଙ୍କ ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ଏବଂ ତାପରେ ଡିଷ୍ଟ୍ରିକ୍ଟ ଆଲୋକେଟେଡ୍
ଆସିଲା ଟେଣ୍ଟାଟିଭ୍ କ୍ୟାଲେଣ୍ଡର ଅଫ୍ ଆକ୍ଟିଭିଟି ଏବଂ 10/7/2024 ଯେଉଁଟାକି ଓସେଫ ୱେବସାଇଟ୍ରେ ଅଲରେଡ଼ି ପ୍ରବେଶ ହେଇସାରିଛି ଆମର ସବଜେକ୍ଟ ୱାଇଜ୍ ଆଣ୍ଡ କାଟାଗୋରୀ ୱାଇଜ୍ ମେରିଟ୍ ଲିଷ୍ଟ। ମୁଁ ତାପରେ ଆସିବ ଡକ୍ୟୁମେଣ୍ଟ ଭେରିଫିକେସନ୍। ଯେଉଁମାନେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିନାହାନ୍ତି ଦୟାକରି ଯାଇ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିଦେବେ। 20/7/2024 କାଟାଗୋରୀ 1 ଅଲ୍ ଷ୍ଟ୍ରିମ୍, 22/7/2024 କାଟାଗୋରୀ 2 ଅଲ୍ ଷ୍ଟ୍ରିମ୍। ତାପରେ ପବ୍ଲିକେସନ୍ ଅଫ୍ ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ଆଣ୍ଡ ରିଜେକ୍ସନ୍ ଲିଷ୍ଟ ବାଇ ଦ ଡିଷ୍ଟ୍ରିକ୍ଟ ଆଫ୍ଟର ଦ ଆପ୍ରୁଭାଲ୍ ଅଫ୍ ଦ କମ୍ପିଟେଣ୍ଟ ଅଥରିଟି। କେବେ ଆସିବ ନା 25/7/2024। ତାପରେ ଅବଜେକ୍ସନ୍ ରଖାହବ 26/2 ତାରିଖ। 5 ତାରିଖ ବା ଅଗଷ୍ଟ 5 ରଖାଯିବ ପବ୍ଲିକେସନ୍ ଅଫ୍ ଫାଇନାଲ୍ ମେରିଟ୍ ଲିଷ୍ଟ। ଦେଖନ୍ତୁ ଫାଇନାଲ୍ ମେରିଟ୍ ଲିଷ୍ଟ ଆସିବ 5/8/2024। 6/8/2024 ଆସିବ ଫାଇନାଲ୍ ମେରିଟ୍ ଲିଷ୍ଟ। ପଠାଯିବ କାହାକୁ ନା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟରକୁ, ଯେଉଁଠି ତୁମର ଡିଷ୍ଟ୍ରିକ୍ଟ ବା କାଉନସିଲିଂ ପାଇଁ ଆସିବ ସ୍କୁଲ୍ ଲିଷ୍ଟ ଆସିବ, ସବୁ ସ୍କୁଲ୍ ଲିଷ୍ଟ ପଠାଯିବ। ଏବଂ ଏଇଭଳିଆ ଫାଇନାଲ୍ ମେରିଟ୍ ଲିଷ୍ଟ ୱିଲ୍ ବି ପବ୍ଲିଶ୍ଡ ବା ପ୍ଲେସ୍ଡ ଇନ୍ ଜିଲ୍ଲା ପରିଷଦ ବା ଆପ୍ରୁଭାଲ୍ ହେବ 23/8/12 12/9/2024 ମ୍ୟାକ୍ସିମମ୍ 15 ଦିନ ପାଇଁ ଦିଆଯିବ। ଏଇଠି ଥିଲା ଗୁରୁତ୍ୱପୂର୍ଣ୍ଣ ନୋଟିସ୍ ଏବଂ ଆପଣମାନେ ଦେଖିପାରୁଥିବେ ଆଜିର ପେପର୍ ଆର୍ଟିକଲରେ ମଧ୍ୟ ଏଇଟା ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ହେବ 18,000 କନିଷ୍ଠ ଶିକ୍ଷକ ଗ୍ରାମାଞ୍ଚଳ ଉପାନ୍ତ ସ୍କୁଲରେ ଆଗ ନିଯୁକ୍ତି, ଯେମିତି ନୋଟିସରେ ଦେଇଥିଲା। ଦେଖନ୍ତୁ ଏଟା 16/7 ନିୟୁଜ୍ ଭୁବନେଶ୍ୱର ଆସିଯାଇଛି। ଜଣେ ଶିକ୍ଷକ ଥିବା ସ୍କୁଲରେ ପ୍ରାଥମିକତା। ଅଗଷ୍ଟ 5ରେ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ। 16, 12 ଏବଂ 17 ମଧ୍ୟରେ କାଉନସିଲିଂ ଏବଂ 22ରେ ସ୍କୁଲ ଆବଣ୍ଟନ। ଦେଖିପାରୁଥିବେ ଏଇଟା ପେପରରେ ଆସିଯାଇଛି। କାହିଁକିନା ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଶୀଘ୍ର ନିଯୁକ୍ତି ସରିଲେ ଆହୁରି ପ୍ରକ୍ରିୟା ବା 31,000 କିମ୍ବା 10,000 ନିଯୁକ୍ତି ଆସିବ। ଆପଣମାନେ ଏଇଭଳି ନୂଆ ନୂଆ ନ୍ୟୁଜ୍ ଦେଖିବା ପାଇଁ, ଯେଟି ରିଲେଟେଡ୍ ନ୍ୟୁଜ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ସେୟାର କରିବେ, ଲାଇକ୍ ମଧ୍ୟ କରିବେ ଏବଂ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେବେ।